ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ 2023 ମସିହାରେ ହୋଇଥିବା କନିଷ୍ଠ ଶିକ୍ଷକ ସ୍କିମାଟିକ୍ ନିଯୁକ୍ତିରେ ଆଜି ପର୍ଯ୍ୟନ୍ତ କୌଣସି ସେ ଗୋଟେ କଟ୍ ଅଫ୍ ଦେଲେନି, କୌଣସି ପିଲାଙ୍କର ଇଣ୍ଡିଭିଜୁଆଲ ମାର୍କ ବି ପବ୍ଲିକ୍ କଲେନି। ଏହାଦ୍ୱାରା ଆଭାସ ମିଳୁଛି ଯେ ନିହାତି ଘୋଟାଲା ହେଇଥିବ। ଆ ଭିତରେ ଡିମାଣ୍ଡ ହେଉଛି ଯେ କଟ୍ ଅଫ୍ ବାହାର କରାଯାଉ, ଇଣ୍ଡିଭିଜୁଆଲି ସବୁ କାଟାଗୋରୀ ୱାଇଜ୍ ୟୁଆର୍ ଓମେନ୍, ଏସ୍ସି ଏସ୍ଟି ସମସ୍ତଙ୍କର କଟ୍ ଅଫ୍ ଇଣ୍ଡିଭିଜୁଆଲି ପ୍ରକାଶ କରାଯାଉ। ଏଇଟା ହେଉଛି ଆମର ଡିମାଣ୍ଡ ରହୁଛି। ଆର୍ଟିରେ ତଥ୍ୟ ମାଗିଲା ପରେ ସେ କହୁଛନ୍ତି ଆମ ଅଫିସରେ ଡାଟା ହିଁ ନାହିଁ। ଯଦି ଆପଣଙ୍କ ଅଫିସରେ ଡାଟା ନାହିଁ ତେବେ ମେରିଟ୍ ଲିଷ୍ଟ ଡ୍ର କେମିତି କଲେ, ମେରିଟ୍ ଲିଷ୍ଟ କେମିତି ଆପଣ ସବୁ ଜିଲ୍ଲାୱାରୀ ଆବଣ୍ଟନ କେମିତି କଲେ? ଯଦି ଆପଣଙ୍କର ସେ ଡାଟା ନଥିଲା, କୌଣସି ଡାଟା ନାହିଁ, ତେବେ ଆପଣଙ୍କର ଡ୍ରାଫ୍ଟ ମେରିଟ୍ ଲିଷ୍ଟ ଫାଇନାଲ୍ ମେରିଟ୍ ଲିଷ୍ଟ କେମିତି ତିଆରି କରିଥିଲେ? এই ମ୍ୟାଟର ଉପରେ ସବଜୁଡ଼ିସ୍ ଅଛି ଅନେବଲ୍ ହାଇକୋର୍ଟରେ। ତ ଯେତେବେଳେ ହାଇକୋର୍ଟର ଆଉଟକମ୍ସ କିଛି ଆସିବ ମାନେ ଜଣାପଡ଼ିଯିବ। ଆମେ ବାରମ୍ବାର ବିଭିନ୍ନ ଫୋରମ୍ରେ ଗ୍ରିଭାନ୍ସ ଦେବା ପରେ ବି ଯଦି ସରକାର ହିଁ ଶୁଣିବେନି, କୌଣସି ଅଧିକାରୀ ହିଁ ଶୁଣିବେନି, ଆମେ ଆଉ କ'ଣ କରିବା? ବାଧ୍ୟ ହେଇ ନ୍ୟାୟାଳୟର ଆଶ୍ରୟ ହିଁ ନେବୁ ଶେଷରେ।